ଆପଣମାନେ କେବେ ଶୁଣିଛନ୍ତି ଭୂତମାନଙ୍କୁ ଭଗବାନଙ୍କ ଭୋଗ ଲାଗିଥାଏ? ଆମ ଓଡ଼ିଶାର ରଥଯାତ୍ରାରେ ଏକ ଅଦ୍ଭୁତ ଭୋଗ ଜଗନ୍ନାଥଙ୍କୁ ଦିଆଯାଏ, ଯାହାର ନାମ ଅଧରପଣା, ଯାହାକୁ କି ମଣିଷ ବା ଦେବତା ଗ୍ରହଣ କରନ୍ତି ନାହିଁ। ଏହି ଭୋଗ ଅର୍ପଣ କରାଯାଏ ସେହି ଅଦୃଶ୍ୟ ଆତ୍ମାମାନଙ୍କୁ, ଯାଇକି ଭଗବାନଙ୍କ ପାଖରେ ଅଭିଯୋଗ କରିଥିଲେ, ପ୍ରଭୁ ଆପଣ ରଥ ଉପରେ ଦର୍ଶନ ଦେଇ ସମସ୍ତ ପଶୁପକ୍ଷୀ, ଗଛଲତା, ମନୁଷ୍ୟମାନଙ୍କ ପାପ ନାଶ କରିଥାଅ, କିନ୍ତୁ ଆମେ ଭୂତ ଓ ଅଦ୍ଭୁତମାନଙ୍କ ପାଇଁ କ'ଣ କିଛି ନାହିଁ? ମୁକ୍ତିର ପଥ ନାହିଁ? ପ୍ରଭୁ ଜଗନ୍ନାଥ ସେ ସମସ୍ତଙ୍କର ନାଥ। ସେଥିପାଇଁ ରଥ ଉପରେ ବସି ସେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ପ୍ରତିବର୍ଷ ରଥଯାତ୍ରା ଶେଷ ଦିନ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଆତ୍ମାମାନଙ୍କୁ ମୁକ୍ତି ଦିଆଯାଇଥାଏ। ସେଥିପାଇଁ ସେ ଅଧରପଣା ଭୋଗକୁ ସୁବର୍ଣ୍ଣ ଥାଳିରେ ପରଶାଯାଏ ନାହିଁ, ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇ ରଥ ଉପରେ ଭାଙ୍ଗି ଦିଆଯାଇଥାଏ। ଏହାକୁ ଅଧରପଣା କୁହାଯାଏ। ଜୟ ଜଗନ୍ନାଥ।